ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଇତିହାସ ଅତି ପ୍ରାଚୀନ। ଏହା ଆମେ ବିଭିନ୍ନ ସମୟରେ କହି ଆସିଛୁ। ଏହି ଅଞ୍ଚଳରେ ଐତିହାସିକ, ପ୍ରାକ୍ ଐତିହାସିକ, ପ୍ରସ୍ତର ଯୁଗ, ମଧ୍ୟଯୁଗୀୟ ସଭ୍ୟତା ପୂର୍ବରୁ ସର୍ବେକ୍ଷଣ ହୋଇସାରିଛି। ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡରେ ଭୀମବଣ୍ଡୁଳିରେ ଅନେକ ଶିଳାଲେଖ, ଶିଳାଚିତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଠାବ ହୋଇଥିଲା, ଯାହା ଏବେ ଅଧିକ ଅନୁଶୀଳନ କରାଯିବା ଯୋଜନା ଚୂଡ଼ାନ୍ତ ହୋଇଛି। ତେବେ ରେଢ଼ାଖୋଲ ନିକଟସ୍ଥ ପୁରୁଣାଗଡ଼ରେ 1000 ବର୍ଷ ପୁରୁଣା ଜନବସତି ଥିବା ଠାବ ହୋଇଥିବା ବେଳେ ବଂଶାଜାଲ ଗ୍ରାମରେ ପର୍ବତ ଉପରେ ପୂଜା ପାଉଥିବା ସୁଆଣୀ ଦେବୀଙ୍କ ବାବଦରେ ଅନେକ ନୂତନ ରୋଚକ ତଥ୍ୟ ଲୋକଲୋଚନକୁ ଆସିପାରିଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଏକ 5 ଜଣିଆ ଗବେଷକ ଦଳ ବଂଶାଜାଲ ଗ୍ରାମକୁ ଯାଇ ପ୍ରାଥମିକ ସର୍ବେକ୍ଷଣ ଗସ୍ତରେ ସୁଆଣୀ ଦେବୀଙ୍କ ପ୍ରତିମା ଦୁର୍ଲଭ ଓ ରକ୍ କଟ୍ ପ୍ରତିମା ବୋଲି ମତ ଦେଇଛନ୍ତି। ପ୍ରତିମା ବିଜ୍ଞାନ ଜ୍ଞାନ ଥିବା ବ୍ୟକ୍ତି ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି। ତା ସହ ସୁଆଣୀ ପାହାଡ଼ ପାଦଦେଶରେ ପୁରା ପାଷାଣୀ ସଭ୍ୟତାର କିଛି ସାମଗ୍ରୀ ଠାବ କରାଯାଇଛି। ସୁଆଣୀ ଦେବୀଙ୍କ ବାବଦରେ ବଂଶାଜାଲ ଏବଂ ଆଖପାଖ ଗ୍ରାମରେ ଏକ ଜନଶ୍ରୁତି କିମ୍ବଦନ୍ତୀ ମଧ୍ୟ ରହିଛି। ଲୋକଙ୍କ କହିବା ଅନୁସାରେ ମହାଭାରତ କାଳରେ ବଂଶାଜାଲ ପାଖରେ ଗୋଟିଏ ଗ୍ରାମ ଧର୍ମଗଡ଼, ସେଠାରେ ଏକ ଘରେ ଗୋଟିଏ କୁଆଁରୀ କନ୍ୟା ଥିଲେ। କୌଣସି କାରଣରୁ କୁଆଁରୀ କନ୍ୟାଙ୍କୁ ଘରୁ ତଡ଼ି ଦିଆଗଲା। ସେ ଆସି ଜଙ୍ଗଲରେ ରହୁଥିଲେ। ସେହି ସମୟରେ ପଞ୍ଚୁ ପାଣ୍ଡବ ସ୍ୱର୍ଗାରୋହଣ କରୁଛନ୍ତି ଏବଂ ସ୍ୱର୍ଗାରୋହଣ କରିବା ସମୟରେ କୁଆଁରୀ କନ୍ୟାକୁ ଦେଖିଲେ। ମହାରାଜ ଯୁଧିଷ୍ଠିର ତାଙ୍କୁ କହିଲେ, ଯଦି ଆମେ ସ୍ୱର୍ଗାରୋହଣ ପଥରୁ ଫେରି ଆସୁ ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ନେଇ ଆମେ ଫେରିବୁ। ସେହିଦିନଠୁ କୁଆଁରୀ କନ୍ୟା ଅପେକ୍ଷା କରିଛନ୍ତି, କିନ୍ତୁ ସେ ପ୍ରସ୍ତର ପାଲଟି ଯାଇଛନ୍ତି ଏବଂ ମହାଭାରତର ପଞ୍ଚୁ ପାଣ୍ଡବଙ୍କ ଅପେକ୍ଷାରେ ରହିଛନ୍ତି। ରେଢ଼ାଖୋଲ ଇତିହାସକୁ ଏକ ନୂତନ ଆୟାମ ଦେବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଏକ ଗବେଷଣା କାର୍ଯ୍ୟ କରିଥିଲେ ଏବଂ ଏହି ଗବେଷଣା କାର୍ଯ୍ୟରେ ବହୁତ ନୂତନ ତଥ୍ୟ ସାମ୍ନାକୁ ଆସିଛି। ଯେପରି ଜଣାଯାଏ ଯେ ବିଗତ ଦିନରେ ମଧ୍ୟ ରେଢ଼ାଖୋଲ ଅଞ୍ଚଳରୁ ପ୍ରାଗ ଐତିହାସିକ, ଆଦ୍ୟ ଇତିହାସ ଏବଂ ଇତିହାସର ସମସ୍ତ ପୃଷ୍ଠାର ସମସ୍ତ ଉପାଦାନ ଗୁଡ଼ିକ ଆମକୁ ହସ୍ତଗତ ହୋଇଥିଲା। କିନ୍ତୁ ବିଗତ ଦିନରେ ଆମେ ଗୋଟେ ସୁଆଣୀ ଦେବୀଙ୍କର ଯେଉଁ ମୂର୍ତ୍ତି ତାକୁ ଆମେ ଗତକାଲି ଅବଲୋକନ କରିଥିଲେ ଏବଂ ଏକ 5 ଜଣିଆ ଗବେଷଣାରତ ଛାତ୍ରମାନଙ୍କୁ ଆମେ ନେଇକି ଆମେ ଏକ ଗବେଷଣା କରିଥିଲୁ ଏବଂ ଏହି ଗବେଷଣା ଜଣାଯାଉଛି ଯେ ଯେଉଁ ସୁହାଣୀ ଦେବୀଟି ଅତି ପ୍ରାଚୀନ ମୂର୍ତ୍ତି, ମଧ୍ୟକାଳୀନ ଇତିହାସର ଏକ ଦୁର୍ଲଭ ପ୍ରତିମା ଏବଂ ଏ ପ୍ରତିମାର ଆପଣ ଦେଖିବେ ପ୍ରତିମାଟି ଆକୁ ରକଟ ପ୍ରସ୍ତରରେ ନିର୍ମିତ, ରକଟ ଇମେଜ୍ କୁହାଯାଏ, କାରଣ ଗୋଟେ ଷ୍ଟାଣ୍ଡିଂ ପଥର ଉପରେ ଆକୁ ଉତ୍କୀର୍ଣ୍ଣ କରାଯାଇଛି, ଯାହା ବହୁତ ବିରଳ। ଏବଂ ଏହି ମୂର୍ତ୍ତିଟି ପ୍ରାୟତଃ ପାହାଡ଼ର ମଧ୍ୟ ଦେଶରେ ଅବସ୍ଥିତ ଏବଂ ବଡ଼ ଜିନିଷ ହେଉଛି ଏଥିରେ ଆପଣ ଦେଖିବେ ଏହି ମୂର୍ତ୍ତିର ଯେଉଁ ଅଛି ଲକ୍ଷଣ ଗୁଡ଼ିକ, ଏହା ବହୁତ ପ୍ରତିମା ବିଜ୍ଞାନରେ ଏହା ଅନ୍ୟତମ ଏବଂ ସର୍ବେକ୍ଷଣରୁ ମଧ୍ୟ ଆମେ ମିଳୁଛି ଏଇ ଯେଉଁ ପାହାଡ଼ର ପାଦଦେଶରୁ ବିଭିନ୍ନ ପୁରା ପାଷାଣିକ ଉପାଦାନ ଗୁଡ଼ିକ ମିଳୁଛି, ଯାହା 10,000ରୁ ଅଧିକ ବର୍ଷ ହେବ।